ସାଙ୍ଗମାନେ ଦେଖନ୍ତୁ ମୁଁ କୋବି ଚିଲି ବନାଉଛି। ସେଥିପାଇଁ ମୁଁ କୋବିକୁ କାଟି ପ୍ରଥମେ କର୍ଣ୍ଣଫ୍ଲୋର ପାଉଡ଼ର ଗୋଳେଇ ତେଲରେ ଛାଙ୍କୁଛି। କୋବିକୁ ଛାଙ୍କି ସାରିଲା ପରେ ମୁଁ ଆଗରୁ କାଟିକି ରଖିଥିଲି ପିଆଜ, କ୍ୟାପ୍ସିକମ୍, ଧଣିଆ ପତ୍ର ଓ ଅଦା ରସୁଣ। ସେହି ତେଲରେ ମୁଁ ପ୍ରଥମେ ପିଆଜ ଓ କ୍ୟାପ୍ସିକମ୍କୁ ଦେଇଦେଲି। ତାପରେ ମୁଁ ସ୍ୱାଦ ଅନୁସାରେ ଲୁଣ ଦେଇଦେଲି। ଲୁଣ ଦେଇସାରିଲା ପରେ କଟା ହେଇଥିବା ଅଦା ରସୁଣକୁ ମଧ୍ୟ ଦେଇଦେଲି। ଭଲ ଭାବେ ମସଲାକୁ ମୁଁ କଷିଦେଲି। ମସଲା କଷି ହୋଇଗଲାଣି। ତାପରେ ମୁଁ ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍କୁ ଦେଇଦେଲି। ତାପରେ ମୁଁ ମସଲା ହୋଇଗଲା। ମସଲା ହୋଇସାରିଲା ପରେ ମସଲାକୁ ଟିକେ ସୁସ୍ୱାଦ କରିବା ପାଇଁ ମୁଁ ସେଥିରେ ଟିକେ ଚିକେନ୍ ମସଲା ଓ ଗରମ ମସଲା ଦେଇଦେଲି। ଚିକେନ୍ ଗରମ ମସଲା ଦେଇସାରିଲା ପରେ ମସଲା ଆମର ପ୍ରସ୍ତୁତ ହୋଇଗଲା ସମ୍ପୂର୍ଣ୍ଣ ଭାବେ। ତାପରେ ଛଙ୍କା ହୋଇଥିବା କୋବିକୁ ମଧ୍ୟ ତା ଦେହରେ ଛାଡ଼ିଦେଲି। ଦେଖନ୍ତୁ ମୋର କୋବି ଚିଲି ପ୍ରସ୍ତୁତ ହୋଇଗଲାଣି। ତା ଉପରେ ମୁଁ ଧଣିଆ ପତ୍ର କିଛି କାଟିକି ରଖିଥିଲି, ତାକୁ ପକାଇଦେଲି। କୋବି ଚିଲି ହୋଇସାରିଲାଣି। ତା ମୁଁ ଗୋଟିଏ ପାତ୍ରରେ ମୁଁ ବାହାର କରିଦେଲି। ବାହାର କରିସାରିଲା ପରେ ଦେଖନ୍ତୁ ଏଇ ଥାଳିରେ ମୁଁ କୋବି ଚିଲି ଓ ରୁଟି ପରଷି ଦେଉଛି। ଆପଣମାନେ ଖାଇକି କୁହନ୍ତୁ କେମିତି ଲାଗିଲା। ଖାଇସାରିଲା ପରେ ମୋତେ ଜଣାଇବେ ଓ କମେଣ୍ଟରେ ଲେଖିବେ ଭଲ କି ଖରାପ ହେଲା। ରହିଲି। ଜୟ ଜଗନ୍ନାଥ।